କରଞ୍ଜିଆ ପୌରପାଳିକା ପକ୍ଷରୁ ବେଆଇନ ଦଖଲକାରୀ ପାନେ ଚେତାବନୀ ଦେଇ ଛାଡ଼ିଲେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ମ୍ୟୁନିସିପାଲିଟି ଅଞ୍ଚଳରେ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ରାସ୍ତା କଡ଼ରେ ବେଆଇନ ଭାବେ ରାସ୍ତାକୁ ଦଖଲ କରିଥିବା ଦୋକାନୀମାନଙ୍କୁ କଡ଼ାକଡ଼ି ଚେତାବନୀ ଦିଆଯାଇଛି। ତେବେ ସହରର ନେତାଜୀ ଛକଠାରୁ ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତାକୁ ବିଭିନ୍ନ ଦୋକାନୀମାନଙ୍କ ଦ୍ୱାରା ରାସ୍ତାକୁ ଦଖଲ କରି ସଂକୀର୍ଣ୍ଣ କରିଦେଇଥିବା ଫଳରେ ଯାନବାହନ ଓ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହେବା ସହ ବେଳେବେଳେ ଆମ୍ବୁଲାନ୍ସ ମଧ୍ୟ ଅଟକି ଯାଉଥିବା ପରିଲକ୍ଷିତ ହେଉଛି। ଏପରିକି ରାସ୍ତାରେ ଯାତାୟାତ ବେଳେ ଦୁର୍ଘଟଣା ମଧ୍ୟ ଘଟୁଛି। ଏସବୁକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଦଳ ବାହାରି ରାସ୍ତା ଉପରେ ରଖୁଥିବା ଦୋକାନ ସାମଗ୍ରୀକୁ ଜବତ କରିବା ସହ ରାସ୍ତା ଦୁଇ ପାର୍ଶ୍ୱରେ ସୀମା ନିର୍ଦ୍ଧାରଣ କରି ଚିହ୍ନ ଦେଇଛନ୍ତି। ଉକ୍ତ ଜବରଦଖଲକାରୀ ଦୋକାନୀଙ୍କ ନାମରେ ନୋଟିସ୍ ମଧ୍ୟ ଜାରି କରାଯିବ। ଏହାକୁ ଅମାନ୍ୟ କଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ଅଧିକାରୀ ଶ୍ରୀଯୁକ୍ତ ନାୟକ ସୂଚନା ଦେଇଛନ୍ତି। ମୟୂରଭଞ୍ଜ କରଞ୍ଜିଆରୁ ଦିନେଶ କୁମାରଙ୍କ ରିପୋର୍ଟ, କେଏମ୍ ଲାଇଭ୍ ନ୍ୟୁଜ୍।